ପିଲାମାନେ ପାଠ କରିବା ନିମନ୍ତେ ଗୋଟେ ସୁନ୍ଦର କବିତା ଦେଶାତ୍ମବୋଧକ କବିତା ଦିଆଯାଇଛି। ପିଲାମାନେ ଆସ ତାକୁ ପଢ଼ିବା, ଆଲୋଚନା କରିବା। କବିତାର ନାମ ଯେଉଁ ଦେଶରେ ଗଙ୍ଗା ବହେ, ଲେଖିଛନ୍ତି କବି ବିପିନ ବିହାରୀ ରାଉତ। ଯେଉଁ ଦେଶରେ ଗଙ୍ଗା ବହେ, ଯୁଗ ଯୁଗର କାହାଣୀ କହେ, ସେଇ ଦେଶ ମୋ ଜନମ ଭୂଇଁ, ସେଇ ମାଟି ମୋ ମା। ମୁଁ ତାହାରି ଲାଗି ପରାଣ ଦେବି, ରଖିବି ତାର ନାଁ। ସେଇ ମାଟି ମୋ ମା, ସେଇ ମାଟି ମୋ ମା। ତାହେଲେ କ'ଣ ହେଇଛି ପିଲାମାନେ? ଯେଉଁ ଦେଶରେ ଗଙ୍ଗା ବହେ, ଗଙ୍ଗା ଭଳି ଏକ ପବିତ୍ର ନଦୀ ଯେଉଁ ଦେଶରେ ବହେ, କେଉଁ ଦେଶରେ ତାହେଲେ ବହୁଛି ପିଲାମାନେ? ଆମର ଏଇ ଜନ୍ମଭୂମି ଭାରତ ଦେଶରେ ବହେ। ଯୁଗ ଯୁଗର କାହାଣୀ କହେ, ହିମାଳୟ ପର୍ବତରୁ ନିଃସୃତ ହେଇଥିବା, ଉତ୍ପତ୍ତି ହେଇଥିବା ଭାରତର ପବିତ୍ର ନଦୀ ଗଙ୍ଗା ଯୁଗ ଯୁଗର ସେ କାହାଣୀ କହୁଛି। କାରଣ କେଉଁ ଯୁଗ ଆରମ୍ଭରୁ ଯେ ସିଏ ବହିଛି, ବହି ଚାଲିଛି। ହଁ କି ନାହିଁ ପିଲାମାନେ? ଏଇଠି କେତେ ଜୀବଜନ୍ତୁ ଜନ୍ମ ହେଇକରି ମୃତ୍ୟୁ ହେଇସାରିଲେଣି, ବର୍ଷ ପରେ ବର୍ଷ, ଯୁଗ ପରେ ଯୁଗ, କିନ୍ତୁ ଗଙ୍ଗା ନଦୀ ବହି ଚାଲିଛି। ଏଣୁ ସିଏ ଯୁଗ ଯୁଗର କାହାଣୀ କହୁଛି। ସେଇ ଦେଶ ହେଉଛି ମୋର ଜନ୍ମଭୂଇଁ, ସେଇ ମାଟି ମୋ ମା। ତାହେଲେ ଯେଉଁ ମାଟିରେ ଗଙ୍ଗା ଭଳି ଏକ ପବିତ୍ର ନଦୀ ବହି ଯାଉଛି, ସେଇ ଦେଶ ହେଉଛି ମୋର ଜନ୍ମଭୂମି, ସେଇ ମାଟି ହେଉଛି ମୋ ମା। ଆଉ ତାହାରି ଲାଗି ପରାଣ ଦେବି, ରଖିବି ତାର ନାଁ। ଦରକାର ପଡ଼ିଲେ ମୁଁ ସେଇ ଦେଶ, ସେଇ ଜନ୍ମଭୂମି ବା ପ୍ରିୟ ମୋର ଜନ୍ମଭୂମି ପାଇଁ ଜୀବନ ଦେଇକି ତା ନାଁ ରଖିବି। ହିମଗିରି ଯା ମୁକୁଟ ସହେ, ଯମୁନା ଗଳା ମାଳ, ସାଗର ଧୁଏ ଚରଣ ଯାର, ଉର୍ମି କୋଳ କୋଳ। ଯେଉଁ ମାଟିକୁ ପରସି ଯାଏ, ଯେଉଁ ମାଟିକୁ ପରସି ଯାଏ ମଳୟ ଶୀତ ବା, ମୁଁ ତାହାରି ଲାଗି ପରାଣ ଦେବି, ରଖିବି ତାର ନାଁ। ମୁଁ ତାହାରି ଲାଗି ପରାଣ ଦେବି, ରଖିବି ତାର ନାଁ। ତାହେଲେ ହିମଗିରି ଯା ମୁକୁଟ ସହେ, ହିମଗିରି କହିଲେ ହିମାଳୟ, ହିମ କହିଲେ ବରଫ, ନାଇକି ପିଲାମାନେ? ତାହେଲେ ହିମଗିରି ଯା ମୁକୁଟ ସହେ, ଯେଉଁ ଦେଶ, ଯେଉଁ ଜନ୍ମଭୂମିର ମଥାରେ ହିମଗିରି ମୁକୁଟ ଭଳିଆ ଶୋଭା ପାଉଛି, ସହେ କହିଲେ ଶୋଭା ପାଏ, ଆଉ ଯମୁନା ନଦୀ ଗଳାର ମାଳ ହେଇଛି। ସତେ ଯେମିତି ଆମ ଜନ୍ମଭୂମି ଭାରତର ଗଳାରେ ଗଳା ମାଳ ହେଇକି ବହି ଯାଉଛି ଯମୁନା। ସାଗର ଧୁଏ ଚରଣ ଯାର, ଉର୍ମି କଳ କଳ, ଏବଂ ନୀଳ ସାଗରର ଉର୍ମିମାଳା, ଉର୍ମି କହିଲେ ଲହରୀ, ଢେଉ, ତରଙ୍ଗ ଇତ୍ୟାଦି। ତାହେଲେ ନୀଳ ସାଗରର ଉର୍ମିମାଳା କ'ଣ କରୁଛନ୍ତି ନା ଆମ ଜନ୍ମଭୂମିର ପାଦକୁ ଧୋଇ ଦେଉଛନ୍ତି। ଆଉ ଯେଉଁ ମାଟିକୁ ପରସି ଯାଏ ମଳୟ ଶୀତ ବା, ମଳୟ ପବନ ଦେଖିଛ ପିଲାମାନେ? ବସନ୍ତ ଋତୁରେ ଯେଉଁ ମନଛୁଆଁ ମଳୟ ପବନ ବହେ, ବା କହିଲେ ପବନ, ନାଇଁ? ତାହେଲେ ଯେଉଁ ମାଟିକୁ ଛୁଇଁଯାଏ, ଯେଉଁ ମାଟିରେ ବହିଯାଏ, ମୁଁ ତାହାରି ଲାଗି ପରାଣ ଦେବି, ରଖିବି ତାର ନାଁ। ମୁଁ ସେଇ ଜନ୍ମଭୂମି ପାଇଁ ଦରକାର ପଡ଼ିଲେ ମୋର ଜୀବନ ଦେଇକି ତା ନାଁ ରଖିବି। କଳରେ ଯାର ଜନମ ନେଲେ, କୁନ୍ତି ସତୀ ତାରା, ସୀତା ଅହଲ୍ୟା ଦୁର୍ଗାବତୀ, ଲକ୍ଷ୍ମୀ ବାଇ ମୀରା। ଧରଣୀ ବୁକେ, ଧରଣୀ ବୁକେ ଦେଖାଇ ଗଲେ ସରଣୀ ନୂଆ ନୂଆ। ମୁଁ ତାହାରି ଲାଗି ପରାଣ ଦେବି, ରଖିବି ତାର ନାଁ। ମୁଁ ତାହାରି ଲାଗି ପରାଣ ଦେବି, ରଖିବି ତାର ନାଁ। ତାହେଲେ ଯାର କୋଳରେ ଜନ୍ମ ନେଇଥିଲେ କୁନ୍ତି ସତୀ ତାରା, କୁନ୍ତି ପଞ୍ଚ ପାଣ୍ଡବଙ୍କର ମାତା, ନାଇକି ପିଲାମାନେ? ଯିଏ ପାଞ୍ଚଟି ଭିନ୍ନ ଭିନ୍ନ ବୀର, ମହାନ ବୀରଙ୍କୁ ଜନ୍ମ ଦେଇଥିଲେ, ସିଏ ହେଉଛନ୍ତି କୁନ୍ତି। ଆଉ ତାରା କିଏ?
ପିଲାମାନେ, ତାରା ହେଉଛନ୍ତି ଆଦିଶକ୍ତି ଭାବରେ ଯାହାକୁ ଆମେ ପୂଜା କରୁଛୁ। ଆହୁରି ଏ ମାଟିରେ ଜନ୍ମ ହୋଇଥିଲେ ଜନକ ନନ୍ଦିନୀ ସୀତା, ଅହଲ୍ୟା ଯିଏକି ପାଷାଣୀ ରୂପରେ ପଡ଼ିଥିଲେ ରାସ୍ତାରେ ରାମଚନ୍ଦ୍ରଙ୍କର ପାଦସ୍ପର୍ଶରେ, ଯିଏ ନିଜର ପୂର୍ବ ରୂପ ଫେରି ପାଇଥିଲେ, ଗୌତମ ମୁନିଙ୍କର ସ୍ତ୍ରୀ ଅହଲ୍ୟା ଦେବୀ, ଦୁର୍ଗାବତୀ, ଲକ୍ଷ୍ମୀବାଇ, ମୀରାବାଇ ଇତ୍ୟାଦି ଇତ୍ୟାଦି। ତମେମାନେ ଏମାନଙ୍କୁ ଜାଣିଛ ପିଲାମାନେ, ଏମାନେ କେତେ ମହାନ ବୀର ଥିଲେ ଏ ମାଟି ପାଇଁ, ଯେଉଁମାନେ କି ଜୀବନ ଦେଇଥିଲେ। ଧରଣୀ ବୁକେ ଦେଖାଇ ଗଲେ ସରଣୀ ନୂଆ ନୂଆ, ସରଣୀ କହିଲେ ବାଟ, ତାହେଲେ ପୃଥିବୀରେ ସେମାନେ ଆମକୁ ନୂଆ ବାଟ ଦେଖେଇଲେ, ଶାନ୍ତିର ବାଟ ଦେଖେଇଲେ, ନାଇଁ କି? ମୁଁ ତାହାରି ଲାଗି ପରାଣ ଦେବି ରଖିବି ତାର ନାଁ। ମୁଁ ଏଇ ମାଟି ପାଇଁ ଜୀବନ ଦେବି, ତା ନାଁ ରଖିବା ପାଇଁ ଦରକାର ପଡ଼ିଲେ ଜୀବନ ଦେବି। ଝରିଲା ଯହିଁ ବାଲ୍ମୀକିର କଣ୍ଠୁ ରାମ ଗାଥା, କାଳିଦାସର ମେଘଦୂତ କବିର ନୀତି କଥା, ରବୀନ୍ଦ୍ରର ସଙ୍ଗୀତରେ ଦୁନିଆ କରେ ଆହା, ମୁଁ ତାହାରି ଲାଗି ପରାଣ ଦେବି ରଖିବି ତାର ନାଁ, ମୁଁ ତାହାରି ଲାଗି ପରାଣ ଦେବି ରଖିବି ତାର ନାଁ। ତାହେଲେ ଏ ମାଟିରେ ବାଲ୍ମୀକିଙ୍କର କଣ୍ଠରୁ ରାମଙ୍କର କାହାଣୀ ଝରି ପଡ଼ିଲା, ରାମ ଗାଥା, ରାମଙ୍କର କାହାଣୀ। ଆଉ କାଳିଦାସ, କବି କାଳିଦାସ, ସଂସ୍କୃତ ପଣ୍ଡିତ, ସଂସ୍କୃତର ମହାନ କବି କାଳିଦାସଙ୍କର ମେଘଦୂତ ଆଉ କବିର ତାଙ୍କର ପାଟିରୁ କ'ଣ ଝରିଥିଲା ନା ନୀତି କହିଲେ ନିୟମ କଥା ସବୁ ବାହାରିଥିଲା। ଆଉ ରବୀନ୍ଦ୍ରର ସଙ୍ଗୀତରେ କହିଲେ କିଏରେ? ବିଶ୍ୱକବି ରବୀନ୍ଦ୍ରନାଥ ଠାକୁର, ତାଙ୍କର ସଙ୍ଗୀତରେ ଦୁନିଆ ଆହା କଲା, ନାଇଁ କି? ଯାହାଙ୍କର ସଙ୍ଗୀତକୁ ଆମେ ଆଜି ଜାତୀୟ ସଙ୍ଗୀତ ରୂପେ ଜନଗଣ ମନ ଅଧିନାୟକକୁ ଗାନ କରୁଛୁ। ମୁଁ ସେଇ ମାଟି ପାଇଁ ଦରକାର ପଡ଼ିଲେ ଜୀବନ ଦେବି। ଯାହାର ଧୂଳି ବାଜିଲେ ଦେହେ ଉଲସି ଉଠେ ପ୍ରାଣ, ଜାତି ଜାତିକା କୁସୁମ ଫୁଟେ ଛୁଟେ କୋକିଳ ସ୍ୱନ, ଯହିଁ ଶ୍ୟାମଳ ତରୁ ଗହଳ ଲତା କୁଞ୍ଜବନ ଛାୟା, ମୁଁ ତାହାରି ଲାଗି ପରାଣ ଦେବି ରଖିବି ତାର ନାଁ, ମୁଁ ତାହାରି ଲାଗି ପରାଣ ଦେବି ରଖିବି ତାର ନାଁ। ଯାହାର ଧୂଳି ବାଜିଲେ ଦେହେ ଉଲ୍ଲସି ଉଠେ ପ୍ରାଣ, ଏ ମାଟି ଏ ଧୂଳି ହେଉଛି ଚନ୍ଦନ। ହଁ କି ନାହିଁ ପିଲାମାନେ? ଆମ ଜନ୍ମଭୂମିର ଧୂଳି ହେଉଛି ଆମ ପାଇଁ ଚନ୍ଦନ। ଏ ଧୂଳି ବାଜିଲେ ଦେହ ଉଲ୍ଲସି ଉଠେ, ମନରେ ଗୋଟେ ଆନନ୍ଦ ଖେଳିଯାଏ, ଆନନ୍ଦ ଭରିଯାଏ। ଜାତି ଜାତିକା କୁସୁମ ଫୁଟେ ଛୁଟେ କୋକିଳ ସ୍ୱନ। ଆଉ ଆମ ଜନ୍ମଭୂମିରେ କ'ଣ ହୁଏ? କେତେ ଜାତିର ଫୁଲ ଫୁଟେ, ହଁ କି ନାହିଁ ପିଲାମାନେ? ଏଠି କଇଁ ଫୁଟେ, ପଦ୍ମ ଫୁଟେ, ଗେଣ୍ଡୁ, ମଲ୍ଲି, ମାଳତୀ, ଟଗର, ମନ୍ଦାର, ରଜନୀଗନ୍ଧା ଆଦି ଜାତି ଜାତିକା କେତେ ଫୁଲ ଫୁଟେ। ଆଉ କୋକିଳ କହିଲେ କୋଇଲିର ମଧୁର ସ୍ୱନ ଶୁଭାଯାଏ। କୋଇଲି, ତାକୁ କଳକଣ୍ଠ କୁହାଯାଏ, ତାକୁ ବନପ୍ରିୟ କୁହାଯାଏ, ତାକୁ ପିକ କୁହାଯାଏ, ତାକୁ ନୀଳକଣ୍ଠ କୁହାଯାଏ, ହଁ କି ନାହିଁ ପିଲାମାନେ? ତାକୁ ବସନ୍ତ ଦୂତ ମଧ୍ୟ କୁହାଯାଏ। କୋଇଲିର ସ୍ୱର କେଡ଼େ ମଧୁର, କୁହୁ କୁହୁ ତାନରେ ମନ ପ୍ରାଣ ପୁରି ଉଠେ, ନାଇଁ? ଆଉ କ'ଣ ହେଇଛି ପିଲାମାନେ? ନା ଯେଉଁଠି ଶ୍ୟାମଳ ତରୁ ଗହଳ ଲତା କୁଞ୍ଜବନ ଛାୟା ଏବଂ ସବୁଜ ରଙ୍ଗର ଗଛ ଲତା କୁଞ୍ଜ କାନନରେ ମନ ଭରିଯାଏ, ମୁଁ ତାହାରି ଲାଗି ପରାଣ ଦେବି ରଖିବି ତାର ନାଁ। ଆଉ ଦରକାର ପଡ଼ିଲେ ମୁଁ ସେଇ ଜନ୍ମଭୂମି ପାଇଁ ପ୍ରାଣ ଦେଇକି ତାର ନାମ ରଖିବି। ପବନ ଯାର ଶୈଳ ଉମାପତିର ମନ ମୋହେ, ପାବନ ଯାର ଯମୁନା ତୀର କୃଷ୍ଣ ବଂଶୀ ବାଏ, ପାବନ ଯାର କୁରୁକ୍ଷେତ୍ରେ ନାରାୟଣ ସାହା, ମୁଁ
ମୁଁ ତାହାରି ଲାଗି ପରାଣ ଦେବି ରଖିବି ତାର ନାଁ। ମୁଁ ତାହାରି ଲାଗି ପରାଣ ଦେବି ରଖିବି ତାର ନାଁ। ଆରେ ପାବନ ଯାର ଶୈଳ ଉମାପତିର ମନ ମୋହେ। ଉମାପତି କହିଲେ କିଏ? ଉମାପତି କହିଲେ ଶିବ ପିଲାମାନେ, ନେଇ କି? ଉମାପତି, ଉମା କହିଲେ ପାର୍ବତୀ, ପତି କହିଲେ ସ୍ୱାମୀ। ତାଙ୍କର ମନକୁ ମୋହିପାରେ, ମନକୁ କିଣିପାରେ। ଆଉ କ'ଣ ନା ଯମୁନା କୂଳରେ କୃଷ୍ଣଙ୍କର ବଂଶୀ ବାଜି ଉଠେ, ଗୀତ ଗାଏ, ନେଇ କି? ମୋହନ ବଂଶୀ। ସେଇ କୃଷ୍ଣଙ୍କର ମୋହନ ବଂଶୀ ବାଜିଲେ ତାର ଶବ୍ଦ ଆମ ମନକୁ ମୋହିନିଏ, ନେଇ? ଆଉ ପାବନ ଯାର କୁରୁକ୍ଷେତ୍ରରେ ନାରାୟଣ ସାହା। କୁରୁକ୍ଷେତ୍ରରେ କିଏ ସାହା ହେଇଥିଲେ? ସ୍ୱୟଂ ଶ୍ରୀକୃଷ୍ଣ ଚକ୍ରଧାରୀ, ନେଇ? ମୁଁ ସେଇ ଜନ୍ମଭୂମିର ସେବା କରିବା ପାଇଁ, ନାମ ରଖିବା ପାଇଁ ଦରକାର ପଡ଼ିଲେ ମୋର ଏହି ପ୍ରାଣକୁ ବିସର୍ଜନ କରିପାରିବି। ହଁ କି ନେଇ ପିଲାମାନେ? କେଡ଼େ ସୁନ୍ଦର ଇଏ ଗୋଟେ କବିତା। ଯେଉଁ ଦେଶରେ ଗଙ୍ଗା ବହେ। ବୁଝିପାରିଲ ନା ପିଲାମାନେ? ଆଶା କରୁଛି ତୁମେ କବିତାଟିକୁ ଭଲ ଭାବରେ ବୁଝିପାରିଥିବ। କବିତାଟିକୁ ବିଭିନ୍ନ ସ୍ୱରରେ ତୁମେ ବୋଲିବ ଆଉ ଏକାଧିକ ବାର ଲେଖିବ। ଲେଖିଲେ ଖୁବ୍ ସୁନ୍ଦର ଭାବରେ ମନେ ରହିଯିବ। ପିଲାମାନେ ଆସ ଉତ୍କଳୀୟ ଯେଉଁ ଦେଶରେ ଗଙ୍ଗା ବହେ ଦୁଇଟି କବିତାକୁ ଆବୃତ୍ତି କର। ଏହିଭଳି ଦେଶାତ୍ମବୋଧକ କବିତା ପାଠାଗାର କହିଲେ ଲାଇବ୍ରେରୀ, ଆଉ ଇଣ୍ଟରନେଟ୍ କହିଲେ କମ୍ପ୍ୟୁଟରରେ ସର୍ଚ୍ଚ କରି ତୁମେ ବିଭିନ୍ନ ପ୍ରକାର କବିତା ସଂଗ୍ରହ କରି ଗାଅ। ଅନୁସନ୍ଧାନ କରିବା, ତୁମକୁ କିଛି କ'ଣ ଦିଆଯାଇଛି ପିଲାମାନେ? ନା ଇଣ୍ଟରନେଟ୍ର ଲିଙ୍କ ଦିଆଯାଇଛି। ଏହି ଲିଙ୍କ ମାଧ୍ୟମରେ ମଧ୍ୟ ତୁମେ ସାରେ ଯାହାଁ ସେ ଆଚ୍ଛା, ଦିବାନମ କି ହସ୍ତି, ଝାନ୍ସୀ କି ରାଣୀ, ଏହିସବୁ କବିତା ପାଠ କରିପାରିବ ପିଲାମାନେ, ହେଲା? ଯେତିକି ତୁମେ ଦେଶାତ୍ମବୋଧକ ଗୀତ ପଢ଼ିବ, ବୋଲିବ, ତୁମ ମନରେ ଦେଶପ୍ରୀତି ଜାଗ୍ରତ ହେବ। ହଁ କି ନି ପିଲାମାନେ? ଯେମିତି ତୁମେ ସୁନ୍ଦର ଦୁଇଟା କବିତା, ଗୋଟେ ଆସ ଉତ୍କଳୀୟ, ଆଉ ଗୋଟେ କ'ଣ ଯେଉଁ ଦେଶରେ ଗଙ୍ଗା ବହେ ପାଠ କଲ। ଠିକ୍ ସେମିତି କିଛି ଦେଶାତ୍ମବୋଧକ କବିତା ତୁମେ ସଂଗ୍ରହ କରି ପାଠ କରିବ। ଆଶା କରୁଛି ଭିଡ଼ିଓଟି ତୁମ ପାଇଁ ଭଲ ଲାଗିଥିବ। ନିଶ୍ଚୟ ଲାଇକ୍ ଟିଏ କରିବ ପିଲାମାନେ। ଏବେ ଯିବା ଆମ ଲେଖା ଆମ ଚିତ୍ରକୁ। ଦେଖ ପିଲାମାନେ, ତୁମେ ଏହି ପୃଷ୍ଠାରେ ସୁନ୍ଦର ଚିତ୍ର କରିପାରିବ, ହେଲା? ଭିଡ଼ିଓଟି ନିଶ୍ଚିତ ଅନ୍ୟମାନଙ୍କୁ ସେୟାର କରିଦେବ ଆଉ ତୁମେ ଏହାର ମତାମତ ମଧ୍ୟ ଦେଇପାରିବ। ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖିଥିବାରୁ ଅଶେଷ ଅଶେଷ ଧନ୍ୟବାଦ।